हेलो हेलो ହାଲୁ हेलो ହଁ ହାଲୁ हेलो ହଁ ହାଲୁ ଶୁଣା ଯାଉଛି? हेलो ଆଜ୍ଞା ମୁଁ କହିଲି ଆମ ଘରେ ଟିକେ ଯାଇ କହିଦିଅ ମୁଁ ହଜି ଯାଇଛି। ଆଉ କହିବି ଯେ କେମିତି ତମ ଘର ନମ୍ବର ସିନା ମୋ ପାଖରେ ଥିଲେ ଘର ନମ୍ବର ଟା ମନେ ନାହିଁ। ଭୁଲି ଯାଇଥିବ ନିହାତି। ମନେ ନାହିଁ। ହଁ ମୁଁ ତ ଜାଣିଛି। ଘରେ କହିଦିଅ। ତମେ ଆଜି ହଜିଛ ନା କେତେ ଦିନ ହେଲାଣି? ଆଜି ସକାଳୁ ସକାଳୁ ହଜି ଯାଇଛି। ମୁଁ ଲାଇନରେ ଅଛି ବୋଲି ନମ୍ବରକୁ କଲ୍ କରନା କହୁଛି। କାହାକୁ? କରନା 101 କୁ। 101 କିଏ ସେ? ନାଇଁ ଆପଣ ଲଗଉନାହାନ୍ତି ମୋର ବା ରିଚାର୍ଜ ସରିଯିବ। ମୁଁ ବର୍ତ୍ତମାନ ଡ୍ୟୁଟିରେ ଅଛି ମତେ ଆସିକି ଟେକି ନେଇଯିବେ ମୁଁ ଗଲେ। ତମେ ତମେ ବର୍ତ୍ତମାନ କୋଉଠି ଅଛ କହିଲ? ମୁଁ ଏଇ ରାସ୍ତା ଉପରେ ଛିଡା ହେଇଛି। ରାସ୍ତା ଉପରେ ଛିଡା ହେଇଛ? ପ୍ଲିଜ କୋପରେଟ ମି ଗାଡି ଧକ୍କା କରିଦବ। ନାଇଁ ଟିକେ ସାଇଡିକି ଟିକେ ପଳା। ଯୋଉ ଡ୍ରେନ ଫ୍ରେନ ମାନେ ପାଖକୁ ଯିବନି ଜଷ୍ଟ ଟିକେ ସାଇଡରେ ଛିଡା ହବ ଆଉ ହେଲା। ଆମ ଘରେ କହିଦବ। ହଁ କହିଦେବା ମୁଁ ତମେ କୋଉଠି ଅଛ କୁହ ମତେ ଯିମି ତମକୁ ନେଇ ଆସିବି ହେଲା। ମୁଁ ଏଇ ରାସ୍ତା ଉପରେ ଠିଆ ହେଇଛି ଆସିଲ ଟିକେ। କୋଉ ରାସ୍ତା କହିଲ? ଏଇ ଯୋଉ ଚାରି ଛକିଆ ରାସ୍ତାରେ। ଚାରି ଛକ? ହଁ ଗୋଟେ ଇଆଡକୁ ଯାଇଛି ଗୋଟେ ସିଆଡକୁ ଯାଇଛି ଗୋଟେ ଆଡେ ଯାଇଛି ଗୋଟେ ସିଆଡେ ଯାଇଛି। ଓହୋ ଯୋଉ ଇଆଡକୁ ଯାଇକି ସିଆଡକୁ ଯାଇକି ଯୋଉ ରାସ୍ତାଟା ସେଇ ରାସ୍ତାରେ ଯା। ସିଆଡେ ଗଲେ ମୋ ମାମୁଁ ଘର ଆଡେ ପଳେଇବି। ବାସ୍ ବାସ୍ ତୋ ମାମୁଁ ଘର ପାଖକୁ ଯା ସେଇଠୁ ପାଇଯିବ। ମୋ ମାମୁଁ ଘରେ ବା କେହି ରହୁନାହାନ୍ତି ମୁଁ ସେଠିକି ଗଲେ ବି ମତେ ଯାଇପାରିବିନି ସେଠିକି। ଯା ମାମୁଁ ଘର କତିକି ଯା ସେଠି ଗାଁର ଲୋକ କିଏ ଚିହ୍ନା ଥିବେ ହେଲା। ନାଇଁ ମୋ ମାମୁଁ ଘରେ କେହି ରହୁନାହାନ୍ତି ମୋ ମାମୁଁ ହିଁ ନାହାନ୍ତି। ତମ ମାମୁଁ ଘର କେମିତି ସେଠି ହେଲା ମାମୁଁ ଯଦି ନାହାନ୍ତି? ତମ ପାଖରେ ବସିଛି କିଏ ଗପୁଛି? ରାସ୍ତାରେ ଠିଆ ହେଇଛି ତ ଏଇଠି ଗୋଟେ ଜଣେ ବୁଢୀ ଲୋକ ବସିଛନ୍ତି। ଦେବି କଥା ହବ? ନା ସେ ବୁଢୀଙ୍କ ସାଙ୍ଗେ କଥା ହେଇଯିବା ମୋର ହବ। ତମ ସାଙ୍ଗେ କଥା ହେଲା ବେଳକୁ ମୁଣ୍ଡ ଗରମ ହେଇଯାଉଛି ବୁଢୀ ସାଙ୍ଗେ କଥା ହେଲା ବେଳକୁ କଣ ହବ? ସେ ବୁଢୀ ଲୋକଟାଙ୍କୁ ମୁଁ ଜାଣିନି ସେ ନୁହଁ ବୁଢୀ ଅସୁରୁଣୀ ପରି ଦେଖା ଯାଉଛି। ହଁ ସେ ତ ହେଇଥିବ ଲାଗୁଛି ବୟସ। ଆମ ଘରେ ଟିକେ କହିଦିଅ ମୁଁ ହଜି ଯାଇଛି। ମୁଁ କହିଲେ ଅସୁବିଧା ହବ କହିବ ତମେ ତାକୁ ନେଇକି ପଳେଇ ଯାଇଛ ସେଥିପାଇଁ ମୁଁ କହୁଛି। ନାଇଁ ଯାଅ ଏବେ ଟିକେ ଯାଅ ଆମ ଘରକୁ। ଆମ କାମ ସାରିକି ଯିବି ବା ଡ୍ୟୁଟିରେ ଅଛି ବା। ମାନେ ମୁଁ ହଜି ଯାଇଛି ଚିନ୍ତା ନାହିଁ କାମ କରୁଛି। ନା ବହୁତ ଚିନ୍ତା ଅଛି କିନ୍ତୁ କଣ କରିବୁ ଡ୍ୟୁଟି ଯିବ। ଆଉ ମତେ ଯଦି ଚୋର ନେଇଯିବେ ତାହେଲେ ତମ ପାଖକୁ ଲାଷ୍ଟ କଲ୍ କରିଛି ତମେ ଧରା ହେଇକି ଯିବ। ତମକୁ ଚୋର ନେଇ କଣ କରିବ? ଏଇଟା ଲାଷ୍ଟ କଲ୍ ଚୋର ତ ମାନେ ପୋଲିସ ଇନକ୍ୱାରି କଲେ ତମେ ବନ୍ଧା ହବ। ହଉ ଠିକ ଅଛି ଆଉ କଣ କରିବା ବନ୍ଧା ହେଲେ ବନ୍ଧା ହେବେ ଆଉ। ଲୁଟ୍ ତାହେଲେ ଏଠି କାମ କରିକି ଖାଇବାକୁ ଇଚ୍ଛା ହଉନି ଆରାମସେ ଜେଲ ଗଲେ ଆରାମସେ ଖାଇବ ବସିକି ଖାଇବ। ରୁଟି ଗୁଡ ଖାଇବ। ନା ମୁଁ ଗୁଡ ଖାଇବିନି ମତେ ଭଲ ଲାଗେନି ରୁଟି ଗୁଡ ମୁଁ ରୁଟି କ୍ଷୀର। ମାମୁଁ ଘର ଯିବ ନା ରଜ ଦୋଳିରେ ଝୁଲିବାକୁ ଯିବ? ଆଉ କଣ ମାଇଁ ଖୋଇଦବନି ମୋ ମାଇଁ ମତେ ବହୁତ ଭଲ ପାଏ। ମାମୁଁଙ୍କର ସ୍ତ୍ରୀ ସେଠି ନାହାନ୍ତି। ଆଉ ଆରେ ମୁଁ ମୋ ମାମୁଁ ଘର କଥା କହୁଛି। ନା ମୁଁ ପୋଲିସ ମାମୁଁ କଥା କହୁଛି। ହଁ ତ ସେ ଯାହା ବି ହେଲେ ମ୍ୟାରେଜ କରିଥିବ ନା। ମ୍ୟାରେଜ କଲେ ବୋଲି ସେ ତ ମାମୁଁ ଘରେ ତମକୁ ରଖିକି ଭାତ ଆଉ ରୁଟି ଗୁଡେଇ ଗୁଡ କଣ କହୁଛି ମୁଁ ନିଜକୁ କଣ କହୁଛି ରୁଟକୁ ରୁଟ ଗୁଡକୁ ଗୁଡି ମାନେ ମୁଁ ହଜି ଯାଇଛି ଲୋକଙ୍କର ଚିନ୍ତା ନାହିଁ ଲୋକ ହସିକି ମୋର ଫାୟାର କରୁଛନ୍ତି। କଣ କରୁଛ କଣ? ମାନେ ମୁଁ ହଜି ଯାଇଛି ମତେ ଘରେ ଟିକେ କହିଦେଇଛି କି? ତମେ କଣ ଖାଇଛ କଣ କହୁନା ଆଗେ? କିଛି ଦେଇନାହାନ୍ତି କିଛି ଖାଇନି। ବାଗେଇ ବୋଧେ ପୁରା ଭଲସେ ଖାଇଛ ସିନା ଝଡେଇ ହଉଛ ନା। ବିରିୟାନୀ ପ୍ଲେଟ ଖାଇବି 140 ଟଙ୍କା ପଠେଇଲ। 140 ଟଙ୍କା? 140 ଟଙ୍କା ବିରିୟାନୀ ପାଇଁ ଆଉ ଆମର ଯଦି ଶହେ ଟଙ୍କା ନେଇ ଘରେ ଦେଇ ଆସିଲି ତମେ 140 ଟଙ୍କା? 140 ଟଙ୍କା ବିରିୟାନୀ ପ୍ଲେଟ ଆଉ ତା ସାଙ୍ଗରେ କୋଲ୍ଡଡ୍ରିଙ୍କସ 200 ଟଙ୍କା ପଠେଇ ଦିଅ ହେଇଯିବ। କେତେ ଜଣ ଅଛ 2 ଜଣ ବୋଧେ ଅଛ? ଲାଗୁଛି। ହଜି ଯାଇଛି ବାଟ ପାଉନି ଆମ ଘରକୁ ଆମ ଘରେ ଟିକେ ଯାଇ କହିଦିଅ ପ୍ଲିଜ କୋପରେଟ ମି। ଏତେ ସୁପର୍ଟ। ହଁ ମୁଁ କହିବି ଯେ ମୁଁ କହିଲି ତମେ ଯୋଉ 2 ଜଣ ଯାକ କେମିତି ହଜିଗଲ? ମୁଁ ଏକା ହଜି ଯାଇଛି ମୋ ସାଙ୍ଗରେ କେହି ନାହାନ୍ତି ଏଇଠି ଜଣେ ବସିଛି ବୁଢୀ ଲୋକଟା ଯେ
ବୁଢୀ ସେ ବୁଢୀ କୁ ଭେଟିଲା ତମ ସାଙ୍ଗରେ? ସେ ବୁଢୀ କି ବି ଖୋଜୁଛନ୍ତି 5 ଦିନ ହେଲାଣି। ଆଁ ସେ ବୁଢୀ କି ବି ଖୋଜୁଛନ୍ତି। ବୁଢୀ, ସେ ବୁଢୀ ଅସୁରୁଣୀ ପରି ଦେଖାଯାଉଛି। ସେ ହଁ ବୁଢୀ ସେଇ 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 ସେଇଟା ସେଇ ବୁଢୀ କଥା ମୁଁ କହୁଛି। ଆମ ସେଇ ଅଛି। ଘରକୁ ଯାଇକି କହିଦିଅ ପ୍ଲିଜ। ତମ ଘରଟା କୋଉଠି କହିଲ? ଛିନ୍ ଛତ୍ରପୁର। ଏଇଟା ମୁଁ ଗୋଟେ ମାନେ ୟୁଟ୍ୟୁବରେ ଦେଖିଥିଲି ହେଲା। ରିଟୁ ତମେ ସେଇଟା କପି କରିଛ। ତମେ ସେ ଭିଡିଓ ଟା ଦେଖିଛ କି? କୋଉ ଭିଡିଓ? ମାନେ ମୁଁ ଗୋଟେ ଦେଖିଥିଲି ଗୋଟେ ଭିଡିଓ, ସିଏ ମତେ ତାକୁ ପଚାରେ ତମ ଘର କୋଉଠି? ନା ସରି ସେ ଫୋନ କରିବ, ସେ ପୁଅଟା ଯେତେବେଳେ ରିସିଭ୍ କରିବ ସିଏ ତାକୁ କହିବ, ଝିଅଟା ତାକୁ କହିବ ଆମ ଘର ଟିକେ କହିଦିଅ, ମୁଁ ହଜି ଯାଇଛି। ଏଇ ଷ୍ଟୋରିଟା ମୁଁ ଶୁଣିଥିଲି। ତମେ ପୁରା ସେଇଟା ପୁରା କପି କରିଛ। ଲାଗୁନି ମୋ ଭଏସ ଟା ତାପରି? ନା ତା ଭଏସ୍ ଭଳି ଲାଗୁନି। ହୁଁ ହୁଁ। ସେ ପୁରା ଖାଲି କପି କରିଛ। ଭଏସ୍ ଟା ଜଣା ପଡିଯିବ ନା। ଏବେ ରିସେଣ୍ଟଲି ଶୁଣିଥିଲି। ସେ କହିଥିଲା ଗୋବର୍ଦ୍ଧନ ଝିଅ ରାନୀ। ହଁ ସେଇ ଟାଇପର ଗୋଟେ। ତମେ ସେଇଟା ପ୍ରାଙ୍କ କଲ୍ କରିଛ ନା। କିଛି ତ କାମ ନଥିବ ତମର। 200 ଟଙ୍କା ଫୋନ ପେ କରିଦିଅ। ଏଇ ନମ୍ବରଟା? ଏଇ ନମ୍ବରରେ ତ ଫୋନ ପେ ନାହିଁ। କୋଉ ନମ୍ବର? 00 କଣ 00? ନମ୍ବର ଡାକୁଛି ନୋଟ କର। 0000 ହୁଁ 000 ହୁଁ ତ୍ରିପଲ ତାପରେ ତ୍ରିପଲ ଜିରୋ। ହଁ 00000000। 4 3 7 8 ଟା ହେଲା। ଆଉ ଦିଟା? ଛନ ଛନ। ଏଇଟା ଅଧିକ ହେଇଗଲା, 12ଟା ହେଇଗଲା ନା କଣ? କାହିଁକି? 0000 ହଁ 000 ଦିଟା 11। 000 ହଁ। ଦିଟା 11। ଦିଟା 11 ତାପରେ? ମଝିରେ ଶୂନ। ଅଧିକ 11ଟା ତ ହେଇଗଲା। ଆଉ ଥରେ ନୋଟ କର। 0000 0000 ମାନେ ହେଲା କେତେ? ସରି 4ଟା ହେଲା। ତାପରେ 000 4 3 7ଟା ହେଲା। ତାପରେ ଦିଟା 11 ଗୋଟେ ଶୂନ। 11 0 ଦିଟା 11 ମଝିରେ ଶୂନ। ଦିଟା 11 ମଝିରେ ଶୂନ। ହୁଁ। ଏମିତି ହଉନି ବା, ଲେଖି ହଉନି କଣ? ନାଇଁ ତମର ଦବାର ଇଚ୍ଛା ନାହିଁ। ନା ଦବା ତ ଟୋଟାଲି ଇଚ୍ଛା ନାହିଁ। ତଥାପି ଲେଖିକି ସିନା ନମ୍ବରଟା ହଁ ଟ୍ରାଇ କରନ୍ତି। ବିଲକୁଲ ଦବାର ଇଚ୍ଛା ନାହିଁ, ଜଣା ପଡିଗଲା। ଯଦି ଦବାର ଇଚ୍ଛା ଥାନ୍ତା ତମେ ନମ୍ବର ଟା ନୋଟ କରିକି ସାଙ୍ଗେ ସାଙ୍ଗେ ଆସି ସାରନ୍ତଣି। ମୁଁ ହଜି ଯାଇଛି, ଯଦି ମତେ କିଏ ଚୋରି କରି ନେଇଗଲା ଫାଇନାଲ ଏଇଟା ତମ ନାଁରେ ହିଁ ଦୋଷ ଯିବ। ତମକୁ ପୋଲିସ ବାନ୍ଧିକି ନେବେ। ଲାଷ୍ଟ କଲ୍ ଟା ଯାହାବି ମତେ କରିଛ, ଯାହାବି ଦୋଷ ମୋର ହବ। ପ୍ରାଙ୍କ କଣ ପ୍ରାଙ୍କ? ସେତେବେଳେ ଗୋଟେ ପ୍ରାଙ୍କ କହୁଛୁ ଟି ମୁଁ ହଜି ଯାଇଛି, ଆମ ଘରେ ଯାଇକି ଟିକେ କହିଦିଅ। ଯଦି ତମ ଭଉଣୀ କି ତମ ଝିଅ କି ତମ ଦେଢଶୁର କି ସରି ଦେଢ ଶାଶୁ କି ଶାଶୁ କି ସ୍ତ୍ରୀ କିଏ ହେଇଥାନ୍ତା ହଜି ଯାଇଥିଲେ ତମକୁ ଫୋନ କରିଥାନ୍ତେ, ତମେ ଘରେ କହିନଥାନ୍ତ? ହେଲେ ମୁଁ କଣ କରିବି? ଆମ ମୁଁ ବା ଘର ନମ୍ବର ଟା ଭୁଲି ଯାଇଛି କେମିତି କହିବି? ତମ ଶାଶୁ ହଜି ଯାଉ। ହଜିଗଲେ କଣ ଘର ନମ୍ବର ତ ମନେ ନାହିଁ। ଯା ମୋ ସାଙ୍ଗ ହଉନି, ମୁଁ ଯାଉଛି କାନ୍ଦିକି ମୋ ବୋଉ କୁ କହିବି। ବୋଉ କେମିତି କହିବ? ତମେ ତ ହଜି ଯାଇଛ ନା। ମୁଁ ଆଉ କାହାକୁ କଲ୍ କରିକି କହିବି, ମୋ ବୋଉ କୁ କହିବି। ଆମ ଘରେ ମୋ ଜେଜେଙ୍କୁ କହିବ କି ଠୁକୁରୀ ହଜି ଯାଇଛି ଆଉ ସେ ରୋଡ ସାଇଡ ରେ ଚାରି ଛକରେ ଠିଆ ହେଇଛି, ଯାଅ ତାକୁ ନେଇ ଆସିବ। ମତେ ଯଦି ଚୋର ଆଉ ଭିଲିଆନ ଟେକିକି ନେଇଯିବେ, ତାହେଲେ ମୋ ଫୋନ ପୋଲିସ ଇନକ୍ୱାରି କରିବ। ଦେଖିବ ଲାଷ୍ଟ କଲ୍ କିଏ ଅଛି, ଆଉ ମୁଁ କଲ ରେକର୍ଡିଂ କରୁଛି। ଶୁଣିବେ। ମୁଁ ବହୁତ ରିକ୍ୱେଷ୍ଟ କରୁଛି ତମକୁ ଆମ ଘରେ କହିବାକୁ, ତମେ କିନ୍ତୁ ଆମ ଘରେ ଯାଇକି କହୁନ। ସେଥିପାଇଁ ପୋଲିସ ଆରେଷ୍ଟ କରିକି ନବ। ହଉ ହଉ ମୁଁ ରଖୁଛି। ମତେ ଯଦି ଭିଲିଆନ ନେଇଗଲେ କିଡନାପ କରିକି, ତାହେଲେ ତମ ଦୋଷ। ମୁଁ ରଖୁଛି ହେଲା। ହଉ 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 ଠିକ ଅଛି।